ଶୁଣନ୍ତୁ ଆଜ୍ଞା, ଏବେ ଆଉ ଏକ ଯୋଜନା ଆସିଛି ଲକ୍ଷପତି ଯୋଜନା। ଲକ୍ଷପତି ଯୋଜନାରେ ଟଙ୍କା ଦେଲେ କେନ୍ଦ୍ର ସରକାର ଆକାଉଣ୍ଟକୁ ଗଲା 6,000 କୋଟି। ଆଜି ମହାରାଷ୍ଟ୍ରରୁ ଲକ୍ଷପତି ଯୋଜନାର ଟଙ୍କା ଆକାଉଣ୍ଟକୁ ପଠାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଆଜି ମହାରାଷ୍ଟ୍ରରୁ ଲକ୍ଷପତି ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମହାରାଷ୍ଟ୍ରର ଜାଲଆଗରେ ଲକ୍ଷପତି ଦିଦି ସମ୍ମିଳନୀରେ ଯୋଗଦେଇ ହିତାଧିକାରୀଙ୍କ ମହିଳାଙ୍କ ଆକାଉଣ୍ଟକୁ 6,000 କୋଟି ଟଙ୍କା ପଠାଇଛନ୍ତି ପ୍ରଧାନମନ୍ତ୍ରୀ। ଏହି ଯୋଜନାରେ ଲକ୍ଷ ଲକ୍ଷ ମହିଳା ଲକ୍ଷପତି ହୋଇଥିବା ସଭାରେ କହିଛନ୍ତି ମୋଦି। ଏବଂ ଭାରତର ନାରୀ ଶକ୍ତି ସବୁବେଳେ ଦେଶ ଓ ବିଶ୍ୱର ଭବିଷ୍ୟତ ନିର୍ମାଣରେ ବଡ଼ ଯୋଗଦାନ କରିଛନ୍ତି। ବିକଶିତ ଭାରତ ଗଠନରେ ନାରୀ ଶକ୍ତିର ବଡ଼ ଯୋଗଦାନ ରହିଛି ଏବଂ ନାରୀମାନେ ସର୍ବଦାକୁ ସମ୍ମୁଖକୁ ଆସି ଦେଶର ସମ୍ମାନ ବୃଦ୍ଧି କରିଥିବା କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏବଂ 11 ଲକ୍ଷ ନୂଆ ଲକ୍ଷପତି ଦିଦିଙ୍କ ସହ ମୋଟ 39 ଲକ୍ଷ ମହିଳାଙ୍କ ଆକାଉଣ୍ଟକୁ ଅର୍ଥରାଶି ପଠାଇଛନ୍ତି କେନ୍ଦ୍ର ସରକାର। ଏଥିସହ 26 ଲକ୍ଷ ମହିଳାଙ୍କୁ 5,000 କୋଟି ଟଙ୍କାର ଋଣ ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ। ଏହାଦ୍ୱାରା 2,33,000 ସ୍ୱୟଂ ସହାୟକ ଗୋଷ୍ଠୀ ଉପକୃତ ହେବେ। ଏବେ ସୁଦ୍ଧା 1 କୋଟିରୁ ଅଧିକ ମହିଳା ଉପକୃତ ହୋଇ ସାରିଲେଣି।